ଦେଖନ୍ତୁ ଏଇ ଚ୍ୟାନେଲରେ ମୋର ଏଇ ପୁରୁଣା ୟୁଟ୍ୟୁବ୍ ଚ୍ୟାନେଲରେ ମୋର ଗୋରଚନା ଉପରେ ବହୁତ ଗୁଡ଼ିଏ ଭିଡ଼ିଓ ଆଗରୁ ପଡ଼ିଛି। ମୁଁ ସେ ଭିଡ଼ିଓରେ ଦାବି କରିଛି ଯେ ମୁଁ ଗୋରଚନା ବିକୁଛି ବୋଲି। ଦେଖନ୍ତୁ ଏ ତ ବହୁତ ପୁରୁଣା ଭିଡ଼ିଓ। ସେଇ ସମୟରେ ଆକ୍ଚୁଆଲି ମୁଁ ଗୋରଚନା ବିକୁଥିଲି, କିନ୍ତୁ ବର୍ତ୍ତମାନ ସମୟରେ ମୁଁ ଆଉ କୌଣସି ପ୍ରକାର ଗୋରଚନା ବିକୁନାହିଁ। ତେଣୁକରି ଗୋରଚନାକୁ ନେଇକି ମୋତେ ଆଉ କେହି ଆପଣ କଲ୍ କରିବେ ନାହିଁ। ଦ୍ୱିତୀୟ କଥା ହେଲା, ଆପଣ ବହୁତ ପଣ୍ଡିତ ବା ତାନ୍ତ୍ରିକ ବା ଜ୍ୟୋତିଷମାନଙ୍କଠୁ ଶୁଣିଥିବେ ବା ବହୁତ ଜ୍ଞାନୀ ବ୍ୟକ୍ତିମାନଙ୍କଠୁ ଶୁଣିଥିବେ, ସେମାନେ ଆପଣଙ୍କୁ କହୁଥିବେ ଯେ ଗୋରଚନା ଏବଂ କସ୍ତୁରୀ ମିଶାଇକି ଆପଣ ଲଗାନ୍ତୁ। ଦେଖନ୍ତୁ ମୁଁ ସମ୍ପୂର୍ଣ୍ଣ ଭାବରେ ଆପଣଙ୍କୁ କହିବି ଯେ ଆପଣ ଗୋରଚନା ବା କସ୍ତୁରୀ କେବେ ହେଇକି ଆପଣ ନିଜଠି ବ୍ୟବହାର କରନ୍ତୁ ନାହିଁ। କାହିଁକି ନା ଗୋରଚନା ବା କସ୍ତୁରୀ ୟାକୁ ବ୍ୟବହାର କରିବାର ଯେଉଁ ଔକାତ ବୋଲି ଗୋଟେ ଯେଉଁ ଜିନିଷ, ସେଇଟା ଆମ ପାଖରେ ନାହିଁ। କାହିଁକି ନାହିଁ? ଦେଖନ୍ତୁ, ପୁରୀ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ପାଖରେ ଦୈନିକ ଗୋରଚନା ଏବଂ କସ୍ତୁରୀ ଲାଗି ହୁଏ। ଭଗବାନ ଶ୍ରୀକୃଷ୍ଣଙ୍କ ଠାରେ ମଧ୍ୟ ଗୋରଚନା ଏବଂ କସ୍ତୁରୀ ଲାଗି ହୁଏ। ଖାସ୍ କରି ଆପଣଙ୍କୁ ସହଜରେ କହିବି, ଯେତେ ଆମର ବିଷ୍ଣୁ ମନୁଷ୍ୟ ଅଛନ୍ତି, ବିଷ୍ଣୁ ମନୁଷ୍ୟ ଯେତେ ଦେବାଦେବୀ ଅଛନ୍ତି, ସମସ୍ତଙ୍କ ଘରେ ଗୋରଚନା ଏବଂ କସ୍ତୁରୀ ଲାଗି ହୁଏ। କିନ୍ତୁ ମଣିଷର ଏତେ ସକ୍ଷମ ହେଇନାହିଁ ଯେ ମଣିଷ ନିଜର ଆକର୍ଷଣ, ନିଜର ତେଜକୁ ବା ନିଜର କଳାକୁ ବୃଦ୍ଧି କରିବା ପାଇଁ ସେ ଗୋରଚନା ବା କସ୍ତୁରୀକୁ ବ୍ୟବହାର କରିବ। ଇଏ ଗୋଟେ ଭୁଲ ଇନଫର୍ମେସନ୍। ଆପଣ ଏଥିରୁ ଦୂରେଇ ରୁହନ୍ତୁ। ଯଦି ଆପଣ କାହା କଥାରେ ପଡ଼ି ଗୋରଚନା ବା କସ୍ତୁରୀ ବ୍ୟବହାର କରୁଛନ୍ତି, ମୁଁ ଆପଣଙ୍କୁ ଲେଖିକି ଦେବି। ଆପଣ ଏହାର ଭଲ ପ୍ରଭାବ ବା ଭଲ ଫଳ ଏହାର ପାଇବେ କି ନ ପାଇବେ ସେଇଟା ଅଲଗା କଥା, କିନ୍ତୁ ଆପଣ ଏହାର ଖରାପ ପ୍ରଭାବ ନିଶ୍ଚିନ୍ତ ଭାବରେ ଆପଣଙ୍କ ଉପରେ ପଡ଼ିବ। ଦୂରେଇ ରୁହନ୍ତୁ ଏଥିରୁ। ଧନ୍ୟବାଦ।